ଲୌକିକ ସାହିତ୍ୟ, ଲୌକିକ ବା ଧର୍ମ ନିରପେକ୍ଷ। ଠିକ୍ ଅଛି, ଲୌକିକ ସାହିତ୍ୟ। ଦେଖ ପ୍ରାଚୀନ ଯୁଗର ଲୌକିକ ସାହିତ୍ୟ ଦେଖିବା। ଧର୍ମ ଗ୍ରନ୍ଥ ବ୍ୟତୀତ ପ୍ରାଚୀନ ଯୁଗରେ ରଚିତ ଅନ୍ୟ କେତେକ ପ୍ରକାରର ଗ୍ରନ୍ଥରୁ ସେହି ସମୟର ଐତିହାସିକ ତଥ୍ୟ ଜାଣିବାକୁ ମିଳେ। ସେଗୁଡ଼ିକ ମଧ୍ୟରୁ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, ଠିକ୍ ଅଛି, କୌଟିଲ୍ୟଙ୍କ ରଚିତ କ'ଣ ଅର୍ଥଶାସ୍ତ୍ର, ପାତଞ୍ଜଳିର ମହାଭାଷ୍ୟ ଏବଂ ପାଣିନିଙ୍କ ବ୍ୟାକରଣ ଅଷ୍ଟାଧ୍ୟାୟୀ ପ୍ରଧାନ। 15ଗୋଟି ଅଧିକରଣ ଥିବା କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ମୌର୍ଯ୍ୟ ଯୁଗର ରାଜନୀତି ଓ ଅର୍ଥନୀତି ସମ୍ବନ୍ଧରେ ସୂଚନା ପ୍ରଦାନ କରିଥାଏ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନ ଓ ଆଇନ ଯୁଦ୍ଧ ପଦ୍ଧତି, ସାମାଜିକ ଓ ଅର୍ଥନୈତିକ ଅବସ୍ଥା ଆଦି ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅର୍ଥଶାସ୍ତ୍ରରୁ ମିଳିଥାଏ। ତାପରେ ଦେଖ କାଳିଦାସଙ୍କ ମେଘଦୂତମ୍, ଅଭିଜ୍ଞାନ ଶକୁନ୍ତଳମ୍ ଓ ମାଳବିକାଗ୍ନିମିତ୍ରମ୍ ଆଦି ନାଟକ ବିଶାଖା ଦତ୍ତଙ୍କ ଦ୍ୱାରା ରଚିତ ମୁଦ୍ରା ରାକ୍ଷସ। ଠିକ୍ ଅଛି, ବିଶାଖା ଦତ୍ତଙ୍କ ଦ୍ୱାରା ରଚିତ ମୁଦ୍ରା ରାକ୍ଷସ ନାଟକ, ହର୍ଷବର୍ଦ୍ଧନଙ୍କ ଦ୍ୱାରା ଲିଖିତ ପ୍ରିୟଦର୍ଶିକା, ରତ୍ନାବଳୀ ଓ ନାଗାନନ୍ଦ ତଥା ଭାସଙ୍କ ନାଟକ ସମୂହ ପ୍ରାଚୀନ ଭାରତର ଐତିହାସିକ ତତ୍ତ୍ୱ ଓ ତଥ୍ୟରେ ସମୃଦ୍ଧ। ସେତେବେଳେ ମଧ୍ୟ ଅଳ୍ପ ସଂଖ୍ୟକ ଗ୍ରନ୍ଥରେ କେତେକ ରାଜବଂଶର ବର୍ଣ୍ଣନା ଦେଖିବାକୁ ମିଳେ। ଠିକ୍ ଅଛି, ତାପରେ ଦେଖ ସେଗୁଡ଼ିକୁ ମଧ୍ୟରୁ ବାଣଭଟ୍ଟଙ୍କ ହର୍ଷଚରିତ, ବିହ୍ୱଳଙ୍କ ବିକ୍ରମାଙ୍କେଦେବ ଚରିତ ଓ ସନ୍ଧ୍ୟାକର ନନ୍ଦୀଙ୍କର ରାମଚରିତ, କାଶ୍ମୀର ଇତିହାସ ସମ୍ପର୍କରେ ଲିଖିତ କଲ୍ହଣଙ୍କ ରାଜତରଙ୍ଗିଣୀ। ଠିକ୍ ଅଛି, ରାଜତରଙ୍ଗିଣୀ। ତାପରେ ଦେଖ ଜୟସିଂହଙ୍କ କୁମାରପାଳ ଚରିତ ଆଦି ଉଲ୍ଲେଖଯୋଗ୍ୟ। ପୁନଶ୍ଚ ପଞ୍ଚତନ୍ତ୍ର, ହିତୋପଦେଶ ତଥା କଥା ସରିତସାଗର ଆଦି କତିପୟ ଲୋକଗଳ୍ପ ସଂକଳନ ତତ୍କାଳୀନ ସମୟର ସାମାଜିକ ତଥା ଅର୍ଥନୈତିକ ଅବସ୍ଥା ଉପରେ କିଛି ଧାରଣା ଦେଇଥାଏ। ତାପରେ ଦେଖ ମଧ୍ୟଯୁଗୀୟ ଲୌକିକ ସାହିତ୍ୟ। ଠିକ୍ ଅଛି, ମଧ୍ୟଯୁଗୀୟ ଲୌକିକ ସାହିତ୍ୟ। ସେହିପରି ମଧ୍ୟଯୁଗୀୟ ଲୌକିକ ସାହିତ୍ୟ ସେ ସମୟର ଇତିହାସ ଉପରେ ଆଲୋକପାତ କରିଥାଏ। ଦେଖ ଚାନ୍ଦ ବରଦାୟୀଙ୍କ ପୃଥ୍ୱୀରାଜ ରାସ। ଠିକ୍ ଅଛି, ଚାନ୍ଦ ବରଦାୟୀଙ୍କ କ'ଣ ପୃଥ୍ୱୀରାଜ ରାସ, ଅମୀର ଖୁସ୍ରୁଙ୍କ ତୁଗଲକନାମା, ମିରହାଜୁଦ୍ଦିନ ସିରାଜଙ୍କ ତବାକତ-ଇ-ନାସିରୀ, ଜିୟାଉଦ୍ଦିନ ବରାନୀଙ୍କ ତାରିଖ-ଇ-ଫିରୋଜଶାହୀ। ତାପରେ ଦେଖ ସୁଲତାନି ଯୁଗର ଇତିହାସ ପାଇଁ ତଥ୍ୟ ଯୋଗାଇଥାଏ। ଠିକ୍ ଅଛି, ତଥ୍ୟ ଯୋଗାଇଥାଏ। ସେହିପରି ବାବରନାମା, ହୁମାୟୁନନାମା, ଆକବରନାମା ଓ ଆଇନ-ଇ-ଆକବରୀ ଆଦିରୁ ମୋଗଲ ଯୁଗର ଇତିହାସ ପାଇଁ ଉପାଦାନ ମିଳିଥାଏ। ଓଡ଼ିଶାର ବିଭିନ୍ନ ରାଜବଂଶ ଓ ତତ୍କାଳୀନ ସମୟର ବହୁ ତଥ୍ୟ ମାଦଳାପାଞ୍ଜିରୁ ଉପଲବ୍ଧ ହୁଏ। ତାପରେ ଦେଖିବା ଆଧୁନିକ ଲୌକିକ ସାହିତ୍ୟ। ଠିକ୍ ଅଛି, ଆଧୁନିକ ଲୌକିକ ସାହିତ୍ୟ। ଦେଖ ଆଧୁନିକ ଯୁଗରେ ଇତିହାସ ରଚନା ପାଇଁ ସାହିତ୍ୟର ପ୍ରମୁଖ ଭୂମିକା ରହିଛି। ଠିକ୍ ଅଛି, ସମାଜର ଦର୍ପଣ ଭଳି ସାହିତ୍ୟ ସେ ସମୟର ବିବରଣୀ ପ୍ରଦାନ କରିଥାଏ। ତତ୍କାଳୀନ ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ଜୀବନକୁ ସାହିତ୍ୟ ସଠିକ୍ ଭାବେ ପ୍ରତିଫଳିତ କରିବା ସଙ୍ଗେ ସଙ୍ଗେ ଲୋକଙ୍କର ଆଶା ଓ ଆକାଙ୍କ୍ଷା ଗୁଡ଼ିକୁ ମଧ୍ୟ ସୂଚାଇ ଦେଇଥାଏ। ସମାଜର ବାସ୍ତବତାକୁ ସାହିତ୍ୟ ଲିପିବଦ୍ଧ କରି ରଖିବା ସହିତ ମଣିଷର ଅଭିଜ୍ଞତାକୁ ପଞ୍ଜୀକୃତ କରିଥାଏ। କିଏ? ଆଧୁନିକ ଲୌକିକ ସାହିତ୍ୟ। ତାପରେ ଦେଖ ଉଦାହରଣ ଦେଇଛି। ଉଦାହରଣ ସ୍ୱରୂପ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଉତ୍ତର ଭାରତର ଐତିହାସିକ ବିବରଣୀ ପାଇଁ ପ୍ରେମଚାନ୍ଦଙ୍କ ସାହିତ୍ୟ କୃତି ସହାୟକ ଦେଇଥାଏ। ଠିକ୍ ଅଛି, ତାପରେ ଦେଖିବା ବୈଦେଶିକ ପର୍ଯ୍ୟଟକଙ୍କ ବିବରଣୀ। ଠିକ୍ ଅଛି, ଦେଖ ଆମ ଦେଶକୁ ଆସିଥିବା ବୈଦେଶିକ ପର୍ଯ୍ୟଟକମାନଙ୍କର ବିବରଣୀରୁ ଭାରତ ଇତିହାସ ସମ୍ବନ୍ଧରେ ଅନେକ ତଥ୍ୟ ମିଳିଥାଏ। ତାଙ୍କର ଭ୍ରମଣ ସମୟରେ ସେମାନେ ଭାରତକୁ ଆସି ଯାହା ଦେଖିଥିଲେ, ଯାହା ଶୁଣିଥିଲେ ସେ ସବୁର ମନୋରମ ବିବରଣୀ ରଖି ଯାଇଛନ୍ତି। ପ୍ରାଚୀନ ଯୁଗର ବୈଦେଶିକ ପର୍ଯ୍ୟଟକଙ୍କ ବିବରଣୀ। ପ୍ରାଚୀନ ଯୁଗର ବୈଦେଶିକ ପର୍ଯ୍ୟଟକଙ୍କ ବିବରଣୀ। ଦେଖ ପ୍ରାଚୀନ ଯୁଗରେ ଭାରତକୁ ଯେଉଁ ପର୍ଯ୍ୟଟକମାନେ ଆସିଥିଲେ ସେମାନଙ୍କ ମଧ୍ୟରୁ ମେଗାସ୍ଥିନିସ୍,
ଫାହିଆନ୍ ଓ ହୁଏନ୍ସାଂଙ୍କ ନାମ ଉଲ୍ଲେଖଯୋଗ୍ୟ। ଏହି 3 ଜଣଙ୍କ ନାମ ଉଲ୍ଲେଖଯୋଗ୍ୟ। କିଏ କିଏ? ମେଗାସ୍ଥିନିସ୍, ଫାହିଆନ୍, ହୁଏନ୍ସାଂ। ଠିକ୍ ଅଛି। ପ୍ରଥମେ ଦେଖିବା କାହାକୁ? ମେଗାସ୍ଥିନିସ୍କୁ ଦେଖିବା। ଠିକ୍ ଅଛି। ମେଗାସ୍ଥିନିସ୍ ଦେଖ, ମେଗାସ୍ଥିନିସ୍ ଥିଲେ ଗ୍ରୀସ୍ ଦେଶର ଲୋକ। କେଉଁ ଦେଶର ଲୋକ? ଗ୍ରୀସ୍ ଦେଶର ଲୋକ। ସେ ଆସିଥିଲେ ଭାରତର ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜ ଦରବାରକୁ। କେଉଁଠି ଆସିଥିଲେ? ଭାରତର ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜ ଦରବାରକୁ ସେଲୁକସଙ୍କ ଦ୍ୱାରା ରାଷ୍ଟ୍ରଦୂତ ଭାବରେ ପ୍ରେରିତ ହୋଇ ସେ ମୌର୍ଯ୍ୟ ରାଜାଙ୍କ ରାଜଧାନୀ ପାଟଳିପୁତ୍ରରେ ଖ୍ରୀଷ୍ଟପୂର୍ବ 302ରୁ ଖ୍ରୀଷ୍ଟପୂର୍ବ 298 ପର୍ଯ୍ୟନ୍ତ ଅବସ୍ଥାନ କରି ଭାରତ ସମ୍ପର୍କରେ ଏକ ଉପାଦେୟ ଗ୍ରନ୍ଥ ରଚନା କରିଥିଲେ। ତାର ନାମ ଥିଲା ଇଣ୍ଡିକା। ଠିକ୍ ଅଛି। ତାହେଲେ ଦେଖ, ମେଗାସ୍ଥିନିସ୍ଙ୍କ ଦ୍ୱାରା ରଚିତ ପୁସ୍ତକର ନାମ କ'ଣ? ଇଣ୍ଡିକା। ଠିକ୍ ଅଛି। ଏଇଟା ପ୍ରାୟ ସବୁ ବର୍ଷ ପଡ଼ିଥାଏ ବୋର୍ଡ଼ ଏକ୍ଜାମରେ। ଠିକ୍ ଅଛି। ତାପରେ ଦେଖ, ମାତ୍ର ଦୁର୍ଭାଗ୍ୟବଶତଃ ଏହି ମୂଳ ଗ୍ରନ୍ଥଟି କେଉଁଠି କିପରି ହଜିଯାଇଛି, କିନ୍ତୁ ସୌଭାଗ୍ୟର କଥା ଯେ ଆରିଆନ୍, ଆପୋପିଆନ୍, ଷ୍ଟ୍ରାବୋ, ଜଷ୍ଟିନ୍ ଓ ପ୍ଲୁଟାର୍କଙ୍କ ଭଳି ଅନେକ ଗ୍ରୀକ୍ ସାହିତ୍ୟିକ ଏହି ଗ୍ରନ୍ଥରୁ ବହୁ ବିଭିନ୍ନ କଥା ନିଜ ନିଜର ପୁସ୍ତକଗୁଡ଼ିକରେ ଉଦ୍ଧାର କରିଛନ୍ତି। ଅବଶ୍ୟ ମେଗାସ୍ଥିନିସ୍ ଭାରତୀୟ ଭାଷା ସହ ପରିଚିତ ନଥିଲେ କି ଭାରତରେ ତାଙ୍କର ବନ୍ଧୁ ମଧ୍ୟ ବେଶୀ ନଥିଲେ। କାହାର? ମେଗାସ୍ଥିନିସ୍ର। ଠିକ୍ ଅଛି। ତେଣୁ ମେଗାସ୍ଥିନିସ୍ଙ୍କ ବିବରଣୀ ବହୁ ଚିତ୍ତାକର୍ଷକ ବିବରଣୀରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଏକ ପ୍ରାମାଣିକ ଗ୍ରନ୍ଥ ଭାବେ ଗ୍ରହଣ କରାଯାଇ ନଥାଏ। ଠିକ୍ ଅଛି। ତାପରେ ଦେଖ, ତଥାପି ଏଥିରେ ତତ୍କାଳୀନ ଭାରତର ରାଜଧାନୀ ପାଟଳିପୁତ୍ର ସହର, ରାଜଦରବାର, ସେନା, ଶିବିର, ଶାସନକଳ, ଭୂଗୋଳ ଓ ମୃତ୍ତିକାରୁ ଉତ୍ପାଦିତ ଶସ୍ୟ ଉପରେ ପ୍ରଦତ୍ତ ବିବରଣୀ ବିଶ୍ୱାସଯୋଗ୍ୟ। ମେଗାସ୍ଥିନିସ୍ ତାଙ୍କ ବିବରଣୀରେ ରାଜଧାନୀ ପାଟଳିପୁତ୍ରର ବର୍ଣ୍ଣନା ଦେବା ସଙ୍ଗେ ସଙ୍ଗେ ଏହାର ଶାସନ ପଦ୍ଧତି ଉପରେ ଆଲୋକପାତ କରିଛନ୍ତି। ଏଥିରେ ସମ୍ରାଟଙ୍କର ଜୀବନଧାରା ତଥା ତାଙ୍କ ଦରବାରର ଏକ ଅନୁପମ ବର୍ଣ୍ଣନା ଦିଆଯାଇଛି। ତାଙ୍କ ବିବରଣୀରେ ମଧ୍ୟ ସମସାମୟିକ ଭାରତୀୟ ସମାଜର ଚିତ୍ର ଦେଖିବାକୁ ମିଳିଥାଏ। ଏଣୁ ମେଗାସ୍ଥିନିସ୍ଙ୍କ ବିବରଣୀ ପ୍ରାଚୀନ ଭାରତ ଇତିହାସ ଜାଣିବା ପାଇଁ ବହୁ ଭାବରେ ସାହାଯ୍ୟ କରିଥାଏ। ତାପରେ ଆସିଲେ କିଏ? ଫାହିଆନ୍। ଠିକ୍ ଅଛି। ଦେଖ, ପ୍ରାଚୀନ ଭାରତର ଇତିହାସ ଅଧ୍ୟୟନ ପାଇଁ ଅନ୍ୟ ଜଣେ ବୈଦେଶିକ ପର୍ଯ୍ୟଟକଙ୍କ ବିବରଣୀ ଏକ ମହାର୍ଘ୍ୟ ଉପାଦାନ। ସେ ଥିଲେ ଚୀନ ପରିବ୍ରାଜକ ଫାହିଆନ୍। ଠିକ୍ ଅଛି। ଚୀନ ପରିବ୍ରାଜକ କିଏ? ଫାହିଆନ୍। ସେ 405 ଖ୍ରୀଷ୍ଟାବ୍ଦରେ ଗୁପ୍ତ ବଂଶର ରାଜା ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ସମୟରେ ଭାରତକୁ ଆସିଥିଲେ। କିଏ? ଫାହିଆନ୍। ଦେଖ, ସ୍ଥଳପଥରେ ଭାରତକୁ ଆସି ଫାହିଆନ୍ ତକ୍ଷଶିଳା, ମଥୁରା, କନୌଜ, କାଶୀ, କୁଶୀନଗର, ସରସ୍ୱତୀ, କପିଳବସ୍ତୁ, ବୈଶାଳୀ, ପାଟଳିପୁତ୍ର ଓ ନାଳନ୍ଦା ଆଦି ଭାରତର ପ୍ରସିଦ୍ଧ ସହରମାନ ପରିଦର୍ଶନ କରିଥିଲେ। କୋଉ ଜାଗା? ତକ୍ଷଶିଳା, ମଥୁରା, କନୌଜ, କାଶୀ, କୁଶୀନଗର, ସରସ୍ୱତୀ, କପିଳବସ୍ତୁ, ବୈଶାଳୀ, ପାଟଳିପୁତ୍ର ଓ ନାଳନ୍ଦା ଆଦି ଭାରତର ପ୍ରସିଦ୍ଧ ସହରମାନ ପରିଦର୍ଶନ କରିଥିଲେ। 405ରୁ 411 ପର୍ଯ୍ୟନ୍ତ ଦୀର୍ଘ 7 ବର୍ଷ ଭାରତରେ ଅତିବାହିତ କରି ତାମ୍ରଲିପ୍ତି ବନ୍ଦର ଦେଇ ନିଜ ଦେଶ ଚୀନକୁ ଯାତ୍ରା କରିଥିଲେ। ଯାତ୍ରା ପଥରେ ସିଂହଳ ଓ ଜାଭା ପରିଦର୍ଶନ କରି ଶେଷରେ ସେ 414 ଖ୍ରୀଷ୍ଟରେ ଚୀନରେ ପହଞ୍ଚିଥିଲେ। କେତେ? 414 ଖ୍ରୀଷ୍ଟରେ। ତାପରେ ଦେଖ, ଫାହିଆନ୍ ଥିଲେ ଜନୈକ ବୌଦ୍ଧ। ତେଣୁ ତାଙ୍କର ପର୍ଯ୍ୟଟନ କାଳରେ ସେ ମୁଖ୍ୟତଃ ଭାରତର ଅନେକ ବୌଦ୍ଧ ତୀର୍ଥ ପରିଦର୍ଶନ କରିଥିଲେ। ସେଠାରୁ ସେ ମୁଖ୍ୟତଃ ପ୍ରାଚୀନ ବୌଦ୍ଧ ଧର୍ମ ସମ୍ବନ୍ଧୀୟ ପାଣ୍ଡୁଲିପି ଓ ଧ୍ୱଂସାବଶେଷ ବା ସ୍ମୃତିନିଦର୍ଶନ ଅନୁସନ୍ଧାନ କରିଥିଲେ। କିଏ? ଫାହିଆନ୍। ଠିକ୍ ଅଛି। ପରେ ଭାରତରେ ଦେଖିଥିବା ସମସ୍ତ ବିଷୟ ଉପରେ ଆଧାର କରି ସେ ଏକ ଗ୍ରନ୍ଥ ପ୍ରଣୟନ କରିଥିଲେ। ତେଣୁ
ଭାରତର ତତ୍କାଳୀନ ଇତିହାସ ଜାଣିବାରେ ଏହା ଏକ ମୂଲ୍ୟବାନ ଉପାଦାନ ରୂପେ ପରିଗଣିତ ହୋଇଥାଏ। ସେ ମୁଖ୍ୟତଃ ଏଥିରେ ଭାରତର ତତ୍କାଳୀନ ସାମାଜିକ ଅବସ୍ଥା ଓ ଜନସାଧାରଣମାନଙ୍କର ଜୀବନଯାପନ ପ୍ରଣାଳୀ ଉପରେ ଆଲୋକପାତ କରିଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ସେ ତାଙ୍କର ଗ୍ରନ୍ଥରେ ତତ୍କାଳୀନ ଭାରତର ରାଜନୈତିକ ଇତିହାସ ଉପରେ କୌଣସି ତଥ୍ୟ ପ୍ରଦାନ କରିନାହାନ୍ତି। ଠିକ୍ ଅଛି। ତାପରେ ଦେଖ, ଏପରିକି ତାଙ୍କର ପରିଭ୍ରମଣ କାଳରେ ଭାରତରେ ରାଜତ୍ୱ କରୁଥିବା ଗୁପ୍ତ ରାଜାଙ୍କର ନାମ ମଧ୍ୟ ସେ ଉଲ୍ଲେଖ କରି ନାହାନ୍ତି। ଠିକ୍ ଅଛି। ସମ୍ଭବତଃ ତାଙ୍କ ପରିଭ୍ରମଣର ଅଭିମୁଖ୍ୟ କେବଳ ମାତ୍ର ଧର୍ମ ସମ୍ପର୍କରେ ହୋଇଥିବାରୁ ଉକ୍ତ ଗ୍ରନ୍ଥରେ ସେ ଭାରତର ରାଜନୈତିକ ବର୍ଣ୍ଣନା ଦେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି। ତାପରେ ଦେଖ, ଦୀର୍ଘ 3 ବର୍ଷ ପାହିଆନ। ଠିକ୍ ଅଛି। ଦୀର୍ଘ 3 ବର୍ଷ ପାହିଆନ ରାଜଧାନୀ ପାଟଳିପୁତ୍ରରେ ସଂସ୍କୃତ ଶିକ୍ଷା କରିବା ପାଇଁ ଅବସାନ କରି ସେ ଏହାର ଏକ ଚିତ୍ତାକର୍ଷକ ବର୍ଣ୍ଣନା ପ୍ରଦାନ କରିଛନ୍ତି। ସେ ମଧ୍ୟ ପାଟଳିପୁତ୍ରର ଅଧିବାସୀଙ୍କ କଥା ଉଲ୍ଲେଖ କରି କହିଛନ୍ତି ଯେ ସେମାନେ ଧନଶାଳୀ, ସମୃଦ୍ଧ ଏବଂ ପୁଣ୍ୟବନ୍ତ। ଏଥିସହିତ ସେ ଗୁପ୍ତ ରାଜତ୍ୱ କାଳରେ ଜନସାଧାରଣଙ୍କର ସାମାଜିକ ଅବସ୍ଥା ଉପରେ ମଧ୍ୟ ଏକ ମନୋରମ ବିବରଣୀ ପ୍ରଦାନ କରିଛନ୍ତି। କିଏ? ପାହିଆନ। ମାତ୍ର ଭାରତୀୟ ଜନତାଙ୍କ ଆଧ୍ୟାତ୍ମିକ ଅବସ୍ଥା ସମ୍ପର୍କରେ ସେ ସ୍ୱଚ୍ଛ ସୂଚନା ଦେଇଛନ୍ତି, କାରଣ ବିଭିନ୍ନ ଧର୍ମ ସମ୍ବନ୍ଧରେ ତାଙ୍କର ଅଧ୍ୟୟନ ଥିଲା ଭାରତ ଆଗମନର ପ୍ରଧାନ ଆଭିମୁଖ୍ୟ। ପୁନଶ୍ଚ ଗୁପ୍ତ ରାଜାମାନଙ୍କର ବିଚାର ପଦ୍ଧତି, ରାଜସ୍ୱ ଶାସନ ଓ ବିଭିନ୍ନ ମୁଦ୍ରା ପ୍ରଚଳନ ଉପରେ ସେ ମଧ୍ୟ ଆଲୋକପାତ କରିଛନ୍ତି। ଏହିପରି ଭାବେ ପାହିଆନଙ୍କର ବିବରଣୀ ଭାରତ ପ୍ରାଚୀନ ଇତିହାସ, ବିଶେଷତଃ ଗୁପ୍ତ ଯୁଗର ଇତିହାସ ଜାଣିବାରେ ସହାୟକ ହୋଇଛି। ଠିକ୍ ଅଛି। ମେଗାସ୍ଥିନିସ୍ ଗଲେ, ପାହିଆନ ଗଲେ, ତାପରେ ଆସିଲେ କିଏ? ହୁଏନ୍ ସାଂ। ଠିକ୍ ଅଛି। ହୁଏନ୍ ସାଂ। ଦେଖ, ହୁଏନ୍ ସାଂ ହେଉଛନ୍ତି ଅନ୍ୟତମ ବୈଦେଶିକ ପରିବ୍ରାଜକ। ତାଙ୍କର ବିବରଣୀ ପ୍ରାଚୀନ ଭାରତର ଇତିହାସ ଅଧ୍ୟୟନ ପାଇଁ ଏକ ମହାର୍ଘ୍ୟ ଉପାଦାନ ରୂପେ ପରିଚିତ ବା ବିବେଚିତ। ହୁଏନ୍ ସାଂ ହେଉଛନ୍ତି ଅନ୍ୟତମ ବୈଦେଶିକ ପରିବ୍ରାଜକ। ତାଙ୍କର ବିବରଣୀ ପ୍ରାଚୀନ ଭାରତର ଇତିହାସ ଅଧ୍ୟୟନ ପାଇଁ ଏକ ମହାର୍ଘ୍ୟ ଉପାଦାନ ରୂପେ ବିବେଚିତ। ସେ ଥିଲେ ଚୀନର ଜୈନ ଏକ ବୌଦ୍ଧ ତୀର୍ଥଯାତ୍ରୀ। ସେ ରାଜା ହର୍ଷବର୍ଦ୍ଧନଙ୍କ ରାଜତ୍ୱ ସମୟରେ ଭାରତ ପରିଦର୍ଶନରେ ଆସିଥିଲେ। ତାଙ୍କୁ ତୀର୍ଥଯାତ୍ରୀଙ୍କ ମଧ୍ୟରେ ରାଜକୁମାର ବୋଲି କୁହାଯାଉଥିଲା। ଠିକ୍ ଅଛି। ତାପରେ ଦେଖ, ତାଙ୍କର ଅଗାଧ ପାଣ୍ଡିତ୍ୟ ପାଇଁ ସେ ମଧ୍ୟ ଆଇନର ଆଚାର୍ଯ୍ୟ ଭାବେ ଜନପ୍ରିୟ ହୋଇଥିଲେ। ହୁଏନ୍ ସାଂ 629 ଖ୍ରୀଷ୍ଟାବ୍ଦରେ ପର୍ଯ୍ୟଟନରେ ବାହାରି 630 ଖ୍ରୀଷ୍ଟାବ୍ଦରେ ଭାରତରେ ପଦାର୍ପଣ କରିଥିଲେ। ସେତେବେଳେ ସେ ଥିଲେ 29 ବର୍ଷ ବୟସର ଉଦ୍ଦାମ ଯୁବକ। ସେ ତାଙ୍କ ଯାତ୍ରାପଥରେ ପାହିଆନଙ୍କର ପଦାଙ୍କ ଅନୁସରଣ କରିଥିବାର ଜଣାଯାଏ। ଖଟାନ, ପାମିର ଓ ସମରକନ୍ଦ ଦେଇ ସେ ଗାନ୍ଧାରଠାରେ ଭାରତ ମଧ୍ୟରେ ପ୍ରବେଶ କରିଥିଲେ। ସେଠାରୁ ସେ କାଶ୍ମୀର, ପଞ୍ଜାବ ଓ ପୂର୍ବ ଭାରତ ଯାତ୍ରା କରିଥିଲେ। ଓଡ଼ିଶା ମଧ୍ୟ ଦେଇ ଦାକ୍ଷିଣାତ୍ୟ ଓ ପଶ୍ଚିମ ଘାଟ ମଧ୍ୟ ପରିଦର୍ଶନ କରିଥିଲେ। କିଏ? ହୁଏନ୍ ସାଂ। ଠିକ୍ ଅଛି। ତାପରେ ଦେଖ, ହୁଏନ୍ ସାଂଙ୍କ ପରିଭ୍ରମଣର ଅଭିମୁଖ୍ୟ ଥିଲା ବୌଦ୍ଧ ଦର୍ଶନର ଅଧ୍ୟୟନ। ସେହି ଉଦ୍ଦେଶ୍ୟରେ ସେ ପାଟଳିପୁତ୍ର ନିକଟରେ ଅବସ୍ଥିତ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଦୀର୍ଘ 5 ବର୍ଷ କାଳ ଅବସ୍ଥାନ କରିଥିଲେ। ବୌଦ୍ଧ ଦର୍ଶନ ସହିତ ସେଠାରେ ସେ ଭେଷଜ ବିଜ୍ଞାନ, ବ୍ୟାକରଣ, ସାଂଖ୍ୟ ଏବଂ ଯୋଗ ଅଧ୍ୟୟନ କରିଥିଲେ। ନାଳନ୍ଦାରେ ଅବସ୍ଥାନ କାଳରେ ସେ ରାଜା ହର୍ଷବର୍ଦ୍ଧନଙ୍କ ଗଭୀର ପାଣ୍ଡିତ୍ୟ ଓ ଅନନ୍ୟ ସାଧାରଣ ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିବାକୁ ପାଇଥିଲେ। ତେଣୁ ସେ ନାଳନ୍ଦାରୁ ହର୍ଷଙ୍କ ନିକଟକୁ ଯାଇ ତାଙ୍କ ସହିତ ବନ୍ଧୁତ୍ୱ ସୂତ୍ରରେ ଆବଦ୍ଧ ହୋଇଥିଲେ। ହର୍ଷବର୍ଦ୍ଧନଙ୍କ ରାଜ୍ୟରେ ସେ ଦୀର୍ଘ 8 ବର୍ଷ ବିତାଇଥିଲେ। ଦୀର୍ଘ 14 ବର୍ଷ ଭାରତରେ ଅତିବାହିତ କରିବା ପରେ
ହୁଏନସାଂ 644 ଖ୍ରୀଷ୍ଟାବ୍ଦରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭାରତକୁ ଆଗମନ କରିଥିବା ପଥ ଦେଇ ସେ ସୁଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବାର ଜଣାଯାଏ। ଠିକ୍ ଅଛି। ତାପରେ ଦେଖ ସେ ନିଜ ସହିତ ବୁଦ୍ଧଙ୍କର 150ଟି ଦେହାବଶେଷ ଓ ସ୍ୱର୍ଣ୍ଣ, ରୌପ୍ୟ ଓ ଚନ୍ଦନ କାଠରେ ନିର୍ମିତ କେତେକ ବୌଦ୍ଧ ମୂର୍ତ୍ତି ନେଇଥିଲେ। ସେ ମଧ୍ୟ ବୌଦ୍ଧ ସାହିତ୍ୟରେ 675ଟି ପାଣ୍ଡୁଲିପି ନେଇଯାଇଥିଲେ। କିଏ? ହୁଏନସାଂ। ଠିକ୍ ଅଛି। 675ଟି ପାଣ୍ଡୁଲିପି ନେଇଯାଇଥିଲେ। 664 ଖ୍ରୀଷ୍ଟାବ୍ଦରେ ତାଙ୍କର ମୃତ୍ୟୁ ହୋଇଥିଲା। ଠିକ୍ ଅଛି। ତାପରେ ଦେଖ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବା ପରେ ହୁଏନସାଂ ନିଜ ଭ୍ରମଣକାଳୀନ ଅନୁଭୂତି ଏକ ବିବରଣୀ ଲେଖିଥିଲେ। ସେଥିରେ ସେ ହର୍ଷବର୍ଦ୍ଧନଙ୍କର କ୍ଷମତା, ଶକ୍ତି, ଶାସନ ପ୍ରଣାଳୀ, ଧର୍ମନୀତି ତଥା ତାଙ୍କର ଗୌରବୋଜ୍ଜ୍ୱଳ ରାଜତ୍ୱ ପ୍ରସଙ୍ଗ ଲିପିବଦ୍ଧ କରିଥିଲେ। ଏଥିସହିତ ସେ ତତ୍କାଳୀନ ଭାରତୀୟମାନଙ୍କର ସାମାଜିକ, ଅର୍ଥନୈତିକ ତଥା ସାଂସ୍କୃତିକ ଜୀବନଧାରା ମଧ୍ୟ ଲିପିବଦ୍ଧ କରିଥିଲେ। ତାଙ୍କର ସେହି ସମସ୍ତ ବୈଦେଶିକ ବିବରଣୀ ସି-ଉ-କି ନାମକ ଏକ ଗ୍ରନ୍ଥ ପ୍ରକାଶିତ କରିଥିଲେ। ତାହେଲେ ହୁଏନସାଂଙ୍କ ରଚିତ ପୁସ୍ତକର ନାମ କ'ଣ? ସି-ଉ-କି। ଠିକ୍ ଅଛି। ତାପରେ ଦେଖ ଏହିପରି ଭାବେ ହୁଏନସାଂଙ୍କର ବିବରଣୀ ହର୍ଷବର୍ଦ୍ଧନଙ୍କ ରାଜତ୍ୱରେ ପ୍ରାଚୀନ ଭାରତବର୍ଷର ଇତିହାସ ଜାଣିବା ପାଇଁ ଏକ ପ୍ରାମାଣିକ ଉପାଦାନ ହୋଇଥାଏ। ବିଶେଷତଃ 639 ଖ୍ରୀଷ୍ଟାବ୍ଦରେ ଠିକ୍ ଅଛି 639 ଖ୍ରୀଷ୍ଟାବ୍ଦରେ ଓଡ଼ିଶା ପରିଭ୍ରମଣ ସମୟରେ ତାଙ୍କର ଭ୍ରମଣ ବୃତ୍ତାନ୍ତ ଅନେକ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥାଏ। ତାପରେ ଦେଖ ଏତଦ୍‌ବ୍ୟତୀତ ସପ୍ତମ ଶତାବ୍ଦୀରେ ଭାରତ ପରିଭ୍ରମଣରେ ଆସିଥିବା ଚୀନ ଦେଶର ଇ-ସିଂ କିଏ? ଇ-ସିଂ ମଧ୍ୟ ସେ ସମୟର ଭାରତ ବିଷୟରେ ଅନେକ କଥା ଲେଖି ଯାଇଛନ୍ତି। ପୁନଶ୍ଚ କ୍ଲିଡ଼ିୟସ୍ ଟଲେମୀଙ୍କ ଭୂଗୋଳ ଓ ପେରିପ୍ଲସ୍ ଅଫ୍ ଦି ଏରିଥ୍ରିଆନ୍ ସି ଆଦି ପୁସ୍ତକ ପ୍ରାଚୀନ ଯୁଗର ଅନେକ ଐତିହାସିକ ତଥ୍ୟ ପ୍ରଦାନ କରିଥାଏ। ତାପରେ ଦେଖ ମଧ୍ୟଯୁଗ ଓ ଆଧୁନିକ ଯୁଗର ବୈଦେଶିକ ପର୍ଯ୍ୟଟକଙ୍କ ବିବରଣୀ। ମଧ୍ୟଯୁଗ ଓ ଆଧୁନିକ ଯୁଗର ଠିକ୍ ଅଛି। ମଧ୍ୟଯୁଗ ଓ ଆଧୁନିକ ଯୁଗର ଅନେକ ବୈଦେଶିକ ପର୍ଯ୍ୟଟକଙ୍କ ଭାରତ ପରିଭ୍ରମଣରେ ଆସିଥିଲେ। ସେମାନଙ୍କର ପର୍ଯ୍ୟଟନ ବିବରଣୀରେ ଭାରତ ଇତିହାସ ପାଇଁ ଅନେକ ଉପାଦାନ ମିଳିଥାଏ। ତ୍ରୟୋଦଶ ଶତାବ୍ଦୀରେ ଶେଷ ଦଶନ୍ଧିରେ ଦକ୍ଷିଣ ଭାରତ ଭ୍ରମଣ କରିଥିବା ପ୍ରସିଦ୍ଧ ୟୁରୋପୀୟ ପର୍ଯ୍ୟଟକ ମାର୍କୋପୋଲୋ ସୁଲତାନି ଯୁଗର ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତାଙ୍କ ବିବରଣୀରେ ଦର୍ଶାଇଛନ୍ତି। ସେହିପରି ଆଫ୍ରିକୀୟ ପରିଭ୍ରାଜକ ଇବନ ବତୁତା ଠିକ୍ ଅଛି। ଆଫ୍ରିକୀୟ ପରିଭ୍ରାଜକ ଇବନ ବତୁତା ଖ୍ରୀଷ୍ଟ 1342 ଚୀନ ପରିଭ୍ରାଜକ ମହୁଆନ ଖ୍ରୀଷ୍ଟ 1406 ଓ ପର୍ତ୍ତୁଗୀଜ ପରିଭ୍ରାଜକ ଦୁଆର୍ତେ ବାରବସା ଖ୍ରୀଷ୍ଟ 1500-1516 ମଧ୍ୟ ସୁଲତାନି ରାଜତ୍ୱ ସମୟର ଅନେକ ଐତିହାସିକ ତଥ୍ୟ ତାଙ୍କ ଭ୍ରମଣ ବୃତ୍ତାନ୍ତରେ ବର୍ଣ୍ଣନା କରିଛନ୍ତି। ସେହିପରି ଜନ୍ ବାପ୍ଟିଷ୍ଟ ଟ୍ରାଭେନିୟର ଖ୍ରୀଷ୍ଟ 1640-1667 ଫ୍ରାଙ୍କୋଇସ୍ ବର୍ନିୟର ହେଉଛନ୍ତି ଖ୍ରୀଷ୍ଟ 1656-1668 ଟୋମାସ ବାଉରୀ ଖ୍ରୀଷ୍ଟ 1669-1679 ଆଲେକ୍‌ଜାଣ୍ଡାରୋ ହାମିଲଟନ ଖ୍ରୀଷ୍ଟ 1688-1723 ଟିମୋଟେ ଖ୍ରୀଷ୍ଟ 1766 ଜି.ଏଫ୍. ଲେକି ଖ୍ରୀଷ୍ଟ 1790 ଓ ୱାଲ୍ଟର ହାମିଲଟନ ଆଦି ପ୍ରସିଦ୍ଧ ବୈଦେଶିକ ପର୍ଯ୍ୟଟକଗଣ ତାଙ୍କ ବିବରଣୀରେ ମୋଗଲ ରାଜତ୍ୱ ଓ ଇଂରେଜ ଶାସନ ସମୟର ଇତିହାସ ଉପରେ ଆଲୋକପାତ କରିଅଛନ୍ତି। ଠିକ୍ ଅଛି।